ସାଙ୍ଗମାନେ କଥାରେ ନାହିଁ ଯେତେ ଆପଣ ବାହାରେ ଖାଆନ୍ତୁ, ହୋଟେଲରେ ଖାଆନ୍ତୁ, ରେଷ୍ଟୁରାଣ୍ଟରେ ଖାଆନ୍ତୁ କି 5 ଷ୍ଟାରରେ ଖାଆନ୍ତୁ, ଘରର ଖାଇବାର ଟେଷ୍ଟ କ'ଣ 5 ଷ୍ଟାର ହୋଟେଲ ଦେଇପାରିବ? ଚାଲନ୍ତୁ ଆଜି ଗୋଟେ ସାତ୍ତ୍ୱିକ ଆହାର ବନେଇବା। ଅରୁଆ ଭାତ, ଡାଲମା, ଖଟା, ଭଜା, ଆଳୁ ଭର୍ତ୍ତା। ଚାଲନ୍ତୁ ବନେଇବା ଆଜି। ଆପଣମାନେ ଅରୁଆ ଭାତ ସହିତ ଡାଲମା ଖାଇବାକୁ ଭଲ ଲାଗେ? ମୋତେ ତ ବହୁତ ଭଲ ଲାଗେ। ଚାଲନ୍ତୁ ଅରୁଆ ଭାତ ଡାଲମା ବନେଇବା। ମୋ ଭାତ ତ ରେଡ଼ି ହେଇଗଲାଣି। ମୁଁ ଆଳୁ ସିଝେଇକି ଆଳୁ ଭର୍ତ୍ତା ଛୁଙ୍କା କରୁଛି। ତେଲ ଦେଲି, ଜିରା ଦେଲି, ଆଉ ଟମାଟୋ ଦେଲି, ଆଉ ଅଦା ଦେଲି। ତାପରେ ଆଳୁକୁ ଟିକେ ଲୁଣ ଦେଇ ଚକୁଡ଼ି ଦେଲି। ତାପରେ ଆଳୁ ଭର୍ତ୍ତାକୁ ଛୁଙ୍କା କରିଦେଲି। ତାପରେ ଜିରା ଗୁଣ୍ଡ, କଥାରେ ଅଛି ବା ଓଡ଼ିଆ ଘରେ ମେନ୍ ଆଇଟମ୍ଟା ହେଉଛି ଜିରା ଗୁଣ୍ଡ। ତରକାରୀରେ ନ ପକେଇଲେ ଯେମିତି ତରକାରୀର ଟେଷ୍ଟ ଆସେନି। ମୁଁ ଆଳୁ ଭର୍ତ୍ତା ରେଡ଼ି। ଏବେ ଡାଲମା ବଘାରିବି। ମୁଗ ଡାଲମା କରିଛି। ଅରୁଆ ଭାତରେ ମୁଗ ଡାଲମାଟା ବହୁତ ଟେଷ୍ଟ ଲାଗେ। ଘରେ ଯାହା ପରିବା ଥିବ ପକେଇ